ଛୁଞ୍ଚି ଖଣ୍ଡେ ଡକ୍ଟର କହିଥିଲେ ମୁଁ ସେଟା ଆଣିପାରିନଥିଲି। ବହୁତ କାନ୍ଦିଥିଲି କିନ୍ତୁ ସେ ଜୀବନଟା ଶ୍ରୀକ୍ଷେତ୍ର ବାବୁ କେମିତି କ'ଣ ଲଭ୍ ହେଇଥିଲା ଆପଣଙ୍କ ଭିତରେ ଆଉ କେଉଁଠି କେମିତି ଲଭ୍ ହେଲା ତାଙ୍କର କେଉଁ ଗାଁ ଆପଣଙ୍କର କେଉଁ ଗାଁ କେମିତି କ'ଣ ଲଭ୍ ହେଲା? ଲଭ୍ଟା ଆମର ହୋଲିରେ ହେଇଥିଲା। ଦୁଇ ଜଣ ପରସ୍ପରକୁ ଆମେ ଗୋଟେ ରଙ୍ଗ ଦେଇଥିଲୁ। ତାପରେ ସେଠୁ ଲଭ୍ଟା ଆମ ଆରମ୍ଭ ହେଇଥିଲା ତାଙ୍କ ଗାଲରେ। ଆଚ୍ଛା ମୁଁ କହିବା କଥା କେଉଁ ଯୋଗ କେମିତି କ'ଣ ଦେଖା ହେଲା କେଉଁଠି ପ୍ରଥମେ? ମୁଁ ତାଙ୍କ ଗାଁକୁ ଯାଇଥିଲି। ମୋର ଗୋଟେ ମୋ ସାଙ୍ଗଟେ ଥିଲା, ତାଙ୍କ ଝିଅଟେ, ସେ ହିଁ ଆଙ୍କର ସାଙ୍ଗ। ଦୁଇ ଜଣ ଆମେ ସେଇଠି ଦେଖା ହେଇଥିଲୁ। ଆଜ୍ଞା। ଆଚ୍ଛା କଥା ହେଉଛି ସେତେବେଳେ ଆପଣ କ'ଣ କରୁଥିଲେ ସିଏ କ'ଣ କରୁଥିଲେ? ସେ ସମୟରେ ତ ସେ ପଢ଼ୁଥିଲେ। ମୁଁ ମୋ ବାବାଙ୍କର ଗୋଟେ ଫାଷ୍ଟଫୁଡ଼୍ କାଉଣ୍ଟର ଥିଲା, ସେଇଟା ମୁଁ ସମ୍ଭାଳିଥିଲି। ତାପରେ ଆପଣ ମ୍ୟାରେଜ୍ 2013ରେ ହେଲା, ଲଭ୍ଟା କେବେ ଆରମ୍ଭ ହେଇଥିଲା? ସେ 2013 ମାତ୍ର ଗୋଟେ 10 ଦିନ 15 ଦିନର ଡିଫରେଣ୍ଟ ଭିତରେ ମୁଁ ତାଙ୍କୁ ମ୍ୟାରେଜ୍ କରିଥିଲି। ଆଜ୍ଞା ପ୍ଲସ୍ ଟୁ ଫାର୍ଷ୍ଟ ଇୟର୍ କନ୍ଦା ଖାଇ କଲେଜ। ମୁଁ ବି ପଢ଼ୁଥିଲି, ବାବାଙ୍କର ବିଜନେସ୍କୁ ସମ୍ଭାଳୁଥିଲି। ମୁଁ ବି +3 ଫାର୍ଷ୍ଟ ଇୟର୍ ମୋର ଥିଲା। ଏଠି ପ୍ରଶ୍ନ ହେଉଛି ମ୍ୟାରେଜ୍ ପରେ ଆପଣ କେମିତି ଭୁବନେଶ୍ୱର ଆସିଲେ ପୁଣି ଯାତ୍ରାକୁ ଗଲେ? ସେଇଟା ତ ବହୁତ ଦୁଃଖଦାୟକ କଥା, ହୃଦୟସ୍ପର୍ଶ କଥା। ଯେତେବେଳେ ସେ ସମୟରେ ଫାଇଲିନ୍ ହେଇଥିଲା, ଏକ୍ଜାକ୍ଟ ମନେ ପଡ଼ୁନି ଫନି କି ଫାଇଲିନ୍, 19ରେ ଫନି ହେଲା, ସେଟା ଫାଇଲିନ୍ ହେଇଥିଲା। ଫାଇଲିନ୍ ହେଇଥିଲା। ସେହି ସମୟରେ ମୁଁ ଘର ଛାଡ଼ିକି ଆମେ ଦୁଇ ଜଣକ ଆସିଥିଲୁ ହାରି। ମାନେ ବିବାହିତ ପରେ ଆମ ବାପାଙ୍କର କିଛି ରାଗରୁଷାରେ ଆମେ ଘର ଛାଡ଼ିକି ଆସିଥିଲୁ ହାରି। ଆସିଲା ଭିତରେ ମୁଁ ଗୋଟେ ଭୁବନେଶ୍ୱରରେ ବହୁତ ଖୋଜି ଖୋଜି ଦୁଇ ଜଣକ ଆମେ ଥକି ଯାଇଛୁ। ସେ ବି ମୋ ସେଥିରେ ସାଥ ଦେଇଥିଲେ। ଥକିଗଲା ପରେ ମୋତେ ଜୟଦେବ ବିହାର ପାର୍ଲାଇଟ୍ରେ ମନ୍ତ୍ରା କିମ୍ବା ନହେଲେ ଗୋଟେ ବ୍ରେକଫାଷ୍ଟ ଇଏରେ ମୋତେ ଗୋଟେ ମିଳିଥିଲା, ଟିଫିନ୍ ସେଣ୍ଟରରେ ମୋତେ ମିଳିଥିଲା କାମ। ସେଇ ମହଲରେ ଗୋଟେ ଥିଲା, ମହଲରେ ମୋତେ ମିଳିଥିଲା। ସାଲିଆ ସାହିରେ ଆମେ ରହୁଥିଲୁ 2800 ଟଙ୍କା ଦେଇକି ଗୋଟେ ଆଜବେଷ୍ଟ ଘରେ। ନା ଛୁଆ ହେଇନଥିଲା। ରହିଲା ଭିତରେ ମୁଁ ସେଇଠି ବାସନ ମାଜୁଥିଲି। ସେ ରେଷ୍ଟୁରାଣ୍ଟରେ ସିଏ କ'ଣ କରୁଥିଲେ? ସେ ଘରେ ଥିଲେ। ତାପରେ 3500 ଦରମା ପାଉଥିଲି। ବହୁତ କଷ୍ଟଦାୟକ ଜୀବନଯାପନ ଆରମ୍ଭ ଷ୍ଟାର୍ଟିଂ କରିଥିଲି। ହଁ। କେତେଦିନ ଏମିତି ରହିଲେ? ଛୁଆ ହେଲା ପର୍ଯ୍ୟନ୍ତ, ଛୁଆ ହେଇକି ବଡ଼ ମାନେ ଛୁଆକୁ ବର୍ଷେ 6 ମାସ ହେଲା ପର୍ଯ୍ୟନ୍ତ ସେଠି ଆପଣ ବାସନ ମାଜିଲେ? ହଁ, ମୁଁ ସେଠି 2-3 ମାସ ବାସନ ମାଜିଲି। ତାପରେ ସେଠୁ ଆମେ ଦୁଇ ଜଣକ କଥା ହେଇକି ସେଠି ଗୋଟେ ଲିଙ୍ଗରାଜ ଲେଜର ଡେଣ୍ଟାଲ କ୍ଲିନିକ୍ ଅଛି। ସେ ଲେଜର ଡେଣ୍ଟାଲ କ୍ଲିନିକ୍ରେ ଆମେ ଦୁଇ ଜଣକ ଜବ୍ କରିଥିଲୁ। ସିଏ ଥିଲେ ସେଠି ଆସିଷ୍ଟାଣ୍ଟ ହିସାବରେ ରହୁଥିଲେ, ମାନେ ଯେଉଁ ମେଡ଼ିକାଲରେ। ମୁଁ ବି ସେଇଠି ଥିଲି। ଦୁଇ ଜଣକ ଆମକୁ ସେ ସାର୍ ଯିଏ, ତାଙ୍କ ନାଁ ସିଦ୍ଧାନ୍ତ କ'ଣ ଗୋଟେ ଏମିତି, ବହୁତ ବଢ଼ିଆ ମ୍ୟାଡ଼ାମଙ୍କର ସାର୍ଙ୍କର, ଆମକୁ ସେ ପୁଅ ଝିଅ ପରି ବି ଲାଳନ ପାଳନ କରି ରଖିଥିଲେ। ତାପରେ ସେଠୁ ଆମେ ଛାଡ଼ିଦେଲୁ। ଟିକେ ଏମିତି କ'ଣ ମାନେ ଭଲ ଲାଗିଲାନି ବୋଧେ ଆମର, ଏମିତି କ'ଣ। ତାପରେ ମୁଁ ଛୋଟ ମୋଟ ଗୋଟେ ବିଜନେସ୍ କରିଲି। ଏ ଗାଁ ପଟେ ଚିଙ୍ଗୁଡ଼ି, କଙ୍କଡ଼ା ଏସବୁ ବିଜନେସ୍ କଲି। ବିଜନେସ୍ କଲା ଭିତରେ ମୁଁ ଫେରିଗଲି ଗୋଟେ ଗାଁକୁ। ପୁଣି ଗାଁରେ ଯାଇକି ସେଇ ଦୁଃଖ ତାକୁ ନେଇକି ପୁଣି ଦୁଃଖଦାୟକ ଜୀବନଯାପନ ଆରମ୍ଭ କଲି। ଚିଲିକା ଆମ ନିଜର ଗ୍ରାମବାସୀଙ୍କର ଥାଏ, ଭାଗ ଯେଉଁଠି ପଡ଼ିଥାଏ ସେଠି ଯାଇକି ମୁଁ ନିଜେ ଚିଲିକା ଘେରିରେ ବି କାମ କରିଛି। ତାପରେ ଜୀବନର ରାସ୍ତା ବହୁତ ଆଗକୁ ବହୁତ କଷ୍ଟଦାୟକ ଥିଲା ମୋର ଲାଇଫ୍ଟା। ଯେତେବେଳେ ଛୁଆ ଜନ୍ମ ହେଲା ସେ ସମୟରେ ମୋ ପାଖରେ ବି 10 ଟଙ୍କାଟେ ବି ନଥିଲା। ଛୁଞ୍ଚି ଖଣ୍ଡେ ଡକ୍ଟର କହିଥିଲେ, ମୁଁ ସେଟା ଆଣିପାରିନଥିଲି। ବହୁତ କାନ୍ଦିଥିଲି ସେ ଜୀବନଟା।
କ'ଣ କହିଲେ ପୁରୀ ବଡ଼ ମେଡ଼ିକାଲ। ଡକ୍ଟର କହିଲେ ଛୁଞ୍ଚି ଆଣିବା ପାଇଁ। ଛୁଞ୍ଚି କିଣିବାକୁ ପଇସା ନଥିଲା। ଛୁଞ୍ଚି ସାବୁନ କହିଥିଲେ, ହ୍ୟାଣ୍ଡ ୱାସ୍ ଯେଉଁ ହାତ ୱାସ୍ କରିବା ପାଇଁ ଗୋଟେ ବ୍ଲେଡ୍ ବି କହିଥିଲେ। ତାପରେ ପରବର୍ତ୍ତୀ ସମୟରେ ଆପଣ ଯାତ୍ରା ପାଟିକି ପଳେଇଲେ। ତାପରେ ଛୁଆ ଜନ୍ମ ହେଲା ପରେ ସେ ମୋ ପାଇଁ ଲକି, ମୋ ଛୁଆ ମୋ ପାଇଁ ଲକି। ତାପରେ ମୋ ଲାଇଫରେ ଚେଞ୍ଜେସ୍ ହେଇଗଲା। ସିଏ ବି ଥିଲେ, ସୋନାଲି ଥିଲେ, ଚେଞ୍ଜେସ୍ ହେଇଗଲା। ତାପରେ ସମସ୍ତେ ଆମେ ବହୁତ ଖୁସିରେ ଜୀବନଯାପନ କରିଥିଲୁ। ତାପରେ ଜୀବନ ସବୁଠୁ ବଡ଼ ଭୁଲ ହେଇଗଲା, ମୁଁ ତାକୁ ଯାତ୍ରାରେ ଛାଡ଼ିକି ଆଜି ମୁଁ ବହୁତ ଅନୁତାପ କରୁଛି। ଅଭିନୟ ଦୁନିଆକୁ ଛାଡ଼ିକି ନିଜ ଅଭିନୟରେ ଫସିଲେ। ଅଭିନୟ ଦୁନିଆକୁ ଛାଡ଼ିକି ମୁଁ ଆଜି ଦୁନିଆରେ ମୁଁ ଗୋଟେ ଜୋକର ପାଲଟିଗଲି, ଯେ ମୋତେ ଯେମିତି ନଚିଆ ଗଲା ମୁଁ ସେମିତି ନାଚି। ତେବେ ଶୁଣୁଥିଲେ ନିଜେ ଭାବ ବିହ୍ୱଳ ହେଇଯାଉଛନ୍ତି ଏବଂ ପୁରୁଣା କଥାଟାକ କହି ଅତୀତର କଷ୍ଟକୁ ମନେ ପକାଇ କାନ୍ଦି ପକାଉଛନ୍ତି ନିଜେ ଶିକ୍ଷେତ୍ର ପ୍ରସାଦ ସାମନ୍ତସିଂହାର। ଭୁବନେଶ୍ୱରରୁ କ୍ୟାମେରାମ୍ୟାନ୍ ଚିତ୍ତନ ସ୍ୱାଇଁଙ୍କ ସହ ସୁମନ୍ତ ସୁନ୍ଦରାୟ, ନ୍ୟୁଜ୍ 8 ଓଡ଼ିଆ।